ଦାଦନର ଦୁଇ ତିନିଟି ସଂଜ୍ଞା ଅଛି। ଯେଉଁମାନେ ଯୁବକ ଅଛନ୍ତି ତାକୁ ଦାଦନ କୁହାଯାଇପାରିବ ନାହିଁ। ଯେଉଁମାନେ ସମସ୍ତେ ଚାଲିଯାଆନ୍ତି, ଗୋଟେ ଘରେ ତାଳା ପଡ଼ିଯାଏ, ଇଏ ହେଉଛି ଦାଦନ। ଯୁବକ ଜଣେ ଝିବ ଦେଖୁନ୍ ସ୍କିଲ୍ ଅଛି, ଆମେ ଆଜିର ସ୍କିଲ୍ ନୁହେଁ, ଗଞ୍ଜାମରେ ସ୍କିଲ୍ ଏଇଟା ଶହ ଶହ ବର୍ଷର ପୁରୁଣା ଅଛି। ଆଜି ଗଞ୍ଜାମର ଲୋକ ଏଠି ନେଇ ବିଦେଶରେ ବି ଗଞ୍ଜାମର ଲୋକ କାମ କରୁଛନ୍ତି। ଯେଉଁଠି ଦେଖିବେ ଗଞ୍ଜାମର ଲୋକ ଅଛନ୍ତି ସେଥିରେ ସ୍କିଲ୍ ଅଛି, କିନ୍ତୁ ଯେଉଁଠି ସମ୍ପୂର୍ଣ୍ଣ ଘର ଲୋକ ଯାଆନ୍ତି ସେ ତାକୁ ଆମେ ଦାଦନ କହୁଛୁ। ତ ସେ ଦୃଷ୍ଟିରୁ ସମ୍ପୂର୍ଣ୍ଣ ଘର ଶୂନ୍ୟ ନ ହେବ ସେ ପ୍ରକାର ଯୋଜନା ଭିତରେ ଏ ସରକାର କାମ କରୁଛି। ପରିବାର ଯେ ରୋଜଗାରିଆ ବ୍ୟକ୍ତି ଯେତେବେଳେ ବାହାରକୁ ଯାଉଛି, କାହାର ଚାରା ନଥିବ ସେ ତାର ଫ୍ୟାମିଲିକି ନେଇକି ଯାଇଥାଇପାରେ, କାହାର ଫ୍ୟାମିଲିକୁ ଛାଡ଼ି ଦେଇକି ଯାଇଥାଇପାରେ, ଯେଉଁଟାକି କହନ୍ତି ଡିଷ୍ଟ୍ରେସ୍ ମାଇଗ୍ରେସନ୍। ମାନେ ଅତ୍ୟଧିକ ଆର୍ଥିକ ଚାପରେ ରହିକରି ସେ ଦାଦନ କେହି ଭଲରେ ଯାଆନ୍ତି ନାହିଁ। ବାହାରକୁ ଶ୍ରମିକ ହେଇକି ଜଣେ ଯିବ, ସେଟା କ'ଣ ସେ ତୀର୍ଥ କରି ଯାଉଛି? ବଞ୍ଚିବା ପାଇଁ ଯାଉଛି, ବଞ୍ଚିବା ରାହା ନାହିଁ ବୋଲି ଯାଉଛି। ଆମେ ଯଦି ତାକୁ ଗୋଟେ ଅତି ଖାମଖିଆଲି ଭାବରେ କହିବା ଯେ ପରିବାର ଉଠିକି ଚାଲିଗଲେ ଦାଦନ, ଜଣେ ଗଲେ ଦାଦନ ନୁହଁ, ଇଏ ଭାରତୀୟ ଜନତା ପାର୍ଟି ସରକାର ସଂଜ୍ଞା, ତାହେଲେ ଇଏ ନୂଆ ଦିଶା ଦେଖେଇବ ଭାରତବର୍ଷକୁ। ଇଏ ଭୟଙ୍କର ସଂଜ୍ଞା।